ମୁଁ ଆଜି ପଢ଼ଉଛି ଷଷ୍ଠ ଶ୍ରେଣୀର ସାହିତ୍ୟ ବହିର ଚତୁର୍ଥ ଅଧ୍ୟାୟ। ବହି ନାଁ ହେଲା ଠକି ବସିଲେ ଠକି। ମନେକର ତମେ ଜଣେ କାହାକୁ ଠକିକି ନେଇ ଆଇଲ, ତମେ ମନେ ଭାବୁଥିଲ ମୁଁ ଚାଲାକି ହେଇକି କାମଟା କରିଦେଲି, କିନ୍ତୁ ଉପରବାଲା ବା ଯେଉଁ ଭଗବାନ ଅଛନ୍ତି ସିଏ ତମକୁ 2 ଗୁଣା ଠକରେ ପକେଇଲେ। କଥାରେ ଅଛି ଯେ ପାଞ୍ଚେ ପରର ମନ୍ଦ ତା ପାଇଁ ପାଞ୍ଚନ୍ତି ଗୋବିନ୍ଦ। ଗୋବିନ୍ଦ ହେଲେ ଭଗବାନ। ତେଣୁ ତମେ ଅନ୍ୟକୁ ଗୋଟେ ଖାଲରେ ପକେଇବାକୁ ଚେଷ୍ଟା କଲ, ସେ ପଡ଼ିଗଲା କି ଉଠିକି ପଳେଇ ଆଇଲା, କିନ୍ତୁ ତମ ପାଇଁକି ଏମିତିଆ ଗୋଟେ ଖାଲ ଖୋଳି ଦେଇଥିବ ଭଗବାନ, ତମେ ପଡ଼ିଲେ ଉଠି ପାରିବ ନାହିଁ। ସେତିକିବେଳେ ଚିନ୍ତା କରୁଥିବ ଯେ ମୁଁ ତା ପାଇଁକି ଖାଲଟିଏ ଖୋଳିଥିଲି ବୋଲିକି ମୁଁ ଆଜି ହଇରାଣରେ। ତେଣୁ ତମେମାନେ ସେମିତି କେବେ କାମ କରିବନି। ସେଇ ଟାଇପ୍ର ଗୋଟିଏ ଗପ, ଠକି ବସିଲେ ଠକି। ଗୋଟିଏ ଗାଁରେ ଆଈ ନାତୁଣୀ 2 ଜଣ ଥାଆନ୍ତି। ସେମାନେ ଭାରି ଦୁଃଖରେ ଚଳୁଥାନ୍ତି। ସେମାନେ ଆଗେ ବଡ଼ ଧନୀ ଥିଲେ, ବେପାର ବାଣିଜ୍ୟ କରି ବୁଢ଼ୀର ପୁଅମାନେ କୋଟି କୋଟି ଟଙ୍କା ରୋଜଗାର କରୁଥିଲେ, ସୁନା ଥାଳିରେ ଖାଉଥିଲେ, ଘରେ ଘିଅ ମହୁ ବୋହି ଯାଉଥିଲା। କିନ୍ତୁ ସବୁଦିନ ତ ସମାନ ଯାଏ ନାହିଁ। ଦିନ ବଦଳିଗଲା, କିଏ କୁଆଡ଼େ ମରି ହଜିଗଲେ, ସମ୍ପତ୍ତି ବାଡ଼ି ସବୁ ବୁଡ଼ିଗଲା। ଏବେ ଘର ଲୋକ ବୋଲି 2 ଜଣ, ତଥାପି 2 ଓଳା ମୁଠିଆ ଖାଇବା ପାଇଁକି ପାଆନ୍ତି ନାହିଁ। ବିକି ଭାଙ୍ଗି ଖାଉ ଖାଉ ଘରର ସବୁ ସରିଯାଏ। ଗୋଟିଏ କଥା ଅଛି, ବସି ଖାଇଲେ ନଈବାଲି ସରେ। ତମେ ଯଦି ବସିକି ଖାଇବ, ନଈବାଲି ସରିଯିବ। ରୋଜଗାର ନ କରିବ, କୌଣସି କାମ ନ କରିବ, ବସିକି ଖାଇବ, ନଈବାଲି ସରିଯିବ। ଦିନକର କଥା, ଆଈ ନାତୁଣୀ ବସି ଗଲା କଥା ଭାବୁଛନ୍ତି। ଏତିକି ବେଳେ ସାହିରେ ବାସନ ବେପାରୀ ଡାକ ପକାଇଲା, କଂସା ପିତ୍ତଳ ବାସନ ବିକ୍ରି ବଦଳ। କଥା କ'ଣ କି, ସେଦିନ ନଈ ସେପାରୀ ସହରରୁ 2 ଜଣ ବାସନ ବେପାରୀ ସେ ଗାଁକୁ ଆସିଥିଲେ। ଗାଁ ମୁଣ୍ଡରେ ଓହ୍ଲାଇ ସେମାନେ ଠିକ୍ କରିଥିଲେ ଯେ ଜଣେ ଯେଉଁ ସାହିର ବାସନ ବିକୁଥିବ, ଆର ଜଣକ ସେଇ ସାହିର କେତେବେଳେ ଯିବ ନାହିଁ। ସେ ଭିତରୁ ଜଣେ ବଡ଼ ଚୋଠା ଲୋକ ଥାଏ। ସେ ପ୍ରଥମେ ଏଇ ଆଈ ନାତୁଣୀଙ୍କ ସାହିକୁ ବାସନ ବିକିବା ପାଇଁ ଆସିଥିଲା। ବାସନବାଲାର ଡାକା ଶୁଣି ଆଈ ନାତୁଣୀ ତାଙ୍କ ଘରକୁ ଡାକିଲେ। ତାଙ୍କ ଘରେ କେଉଁ କାଳରୁ ଗୋଟିଏ ପୁରୁଣା ଫଟା ଥାଳି ଥାଏ। କାମରେ ନ ଲାଗି ସେ ଖଣ୍ଡକ ସେମିତି କଳା କୋତରା ହୋଇ ପଡ଼ିଥାଏ ଯେ କଂସା କି ପିତ୍ତଳ କି ଅନ୍ୟ କିଛି ବାରି ହେଉନଥାଏ। ବୁଢ଼ୀ ବାସନବାଲା ହାତକୁ ସେଇ ଫଟା ଥାଳିଟାକୁ ବଢ଼େଇ ଦେଲା, କହିଲା, ବାପ, ଏ ଖଣ୍ଡ ତ କାମରେ ନାଗୁନାହିଁ, ତମେ ପୁରୁଣା ବାସନ ଦାମରେ କିଣି ନେଇଯାଅ। ବାସନବାଲା ପଚାରିଲା, ଆହେ, ଏଇଟା କଂସା ନା ପିତ୍ତଳ? ନାତୁଣୀ କହିଲା, ତମେ ଦେଖୁନା, ଯାହା ହୋଇଥିବ ସେଇ ଦାମ ଦେଇଦେବ। ବାସନବାଲା ତ ଛେଣି ମୁନରେ ଥାଳି ପଛଟାକୁ ରାମ୍ପି ଦେଲା, ଦେଖାଯିବ କଳା ଫଳା ପଡ଼ିଯାଇଥିଲା ବୋଲି ହେଲା। ଥାଳିର ଝଟକ ଦେଖି ତା ଆଖି ଝଲସି ଉଠିଲା। ସେ ମନେ ମନେ କହିଲା, ଏ ଜିନିଷ ଆଙ୍କ ଘରେ ଯଦି ମାରି ନେଇଯିବି, ମୋ ଭାଗ୍ୟ ବଦଳିଯିବ। ଏହିପରି ଭାବି ସେ କହିଲା, ଓହୋ, ଏଇଟା ଗୋଟିଏ ଚିଜରେ ଗଢ଼ା, ୟାର ଜିନିଷ ଚିଜରେ ଚିଜ, ଏହାକୁ ପୁଣି ମୂଲାଇବି, ଟଙ୍କାଏ ମସିଏ ହେଲେ ବେଶୀ ହୋଇଗଲା। ବୁଢ଼ୀ ପଚାରିଲେ, ଜମାରୁ ଟଙ୍କେ? ବେପାରୀ କହିଲା, ଟଙ୍କାକୁ ବି ମହରବ ହେଇଯାଉଛି। ବୁଝିପାରୁଛ? ସେ ତାର ମୁଣ୍ଡରେ କୁଟ ପୁରେଇଲା, କେମିତି ଠକିକି ନ ବୋଲି ଚିନ୍ତା କଲା। ବୁଢ଼ୀ କହିଲା, ତାହେଲେ ଆମ ଜିନିଷ ଥାଉ, ତୁମେ ଯାଅ, ଟଙ୍କେ ମସେ ମୁଁ ଥାଳି ପଟେ ବିକି ପାରିବି ନାହିଁ। ବେପାରୀ ତର ଦେଖେଇ ଚାଲିଗଲା। ଭାବିଲା ଆର ସାହିରୁ ବୁଲି ଆସି ସେଇ ଆଈ ନାତୁଣୀକୁ ପାଲରେ ପକାଇଦେବ। କିନ୍ତୁ ସେ ଚାଲିଯିବା ପରେ ସେ ସାହିକୁ ଆଉ ଗୋଟେ ବେପାରୀ ଚାଲି ଆସିଲା। ତା ଡାକ ଶୁଣି ଏ ଆଈ ନାତୁଣୀ ତାକୁ ମଧ୍ୟ ଥାଳିଟି ଦେଖାଇଲେ। ସେ ଥାଳିଟି ପରୀକ୍ଷା କରି କହିଲା, ମାଉସୀ, ଏ ଚିଜ କିଣିବା ପାଇଁ ମୋ ପାଖରେ ଧନ ନାହିଁ। ବୁଝିପାରୁଛ? ବୁଢ଼ୀ ପଚାରିଲା, କି ବା ଚିଜଟା ଯେ ତମେ କହୁଛ? ବେପାରୀ କହିଲା, ମାଉସୀ, ତୁମେ ଜାଣିନ, ଏ ପରା ଖାଣ୍ଟି ସୁନା। ସେ ଯେଉଁ ଖଣ୍ଡଟା ଦେଖାଉଥିଲା କଳାମଳା ହେଇ, ସୁନା ଥାଳିଟାଏ ହେଲା। ଏହାର ଦାମ 1,00,000 ଟଙ୍କା ହେବ। ମୋର ପାଣ୍ଠି ସବୁ ମିଶିଲେ 5,000 ହେବ ନାହିଁ। ନାତୁଣୀ ପଚାରିଲା, ସତରେ ଖାଣ୍ଟି ସୁନା? ଇଙ୍ଗିତ ତ କରୁନ ତ? ବେପାରୀ କହିଲା, ସତ କହୁଛି, ଖାଣ୍ଟି ସୁନା। ତୁମେ ଏ ଥାଳି କେଉଁଠୁ ପାଇଲ? ବୁଢ଼ୀ ଏଥର ତାର ଗଲା ଦିନର କଥା କହିଲା। ସବୁ ଶୁଣି ବେପାରୀ ଆଖିରୁ ଲୁହ ଝରି ପଡ଼ିଲା। ସେ ଯିବାକୁ ଉଠିବାରୁ ବୁଢ଼ୀ ତା ହାତ ଧରି ପକାଇଲା, କହିଲେ, ବାପ, ଯେଉଁଦିନ ଶତ ପଦକ କହିଲ, ସେଇ ପଦକ 1,00,000। ବୁଝିପାରୁଛ? ଯେତିକି ପାରୁଛ ସେତିକି ତୁମେ ଦେଇକିରି ଥାଳି ନେଇଯାଅ। ବେପାରୀ ତାର ଟଙ୍କା ପଇସା ବାସନ କୁସନ ସବୁ ବୁଢ଼ୀକି ଦେଇଦେଲା। ବୁଝିପାରିଲ? ହେଲା,
କହିଲା ମାଉସୀ ମୋ ପାଖରେ ତ ଆଉ ନାହିଁ, ଏତିକି ରଖିଥା, ବାକି ଟଙ୍କା ମୁଁ ପରେ ଆଣିକି ଦେବି। ବୁଝିପାରୁଛ? ସତ୍ କହିବାରୁ ବୁଢ଼ୀ ତାକୁ ଦେଲା। ଆଜି ଏତିକି ହେଲା, କାଲି ଫେରେ ଆଉ ପଢ଼େଇବି, ଏଇ ଗପଟା ଫେରେ ଆଉ ଥରେ କହିବି, ପଢ଼େଇବି। ବୁଝିପାରୁଛ? ଆଜି ଏତିକି ରହିଲା, ତାକୁ ଟିକେ ବାଗେଇକିରି ଲେଖିବ ହେଲା।